ଚାମେଲି ଙ୍କୁ ବେଲ୍ ମିଳିଗଲା ଆଉ ତାଙ୍କୁ ଜେଲ୍ ଯିବାକୁ ପଡିବନି ବା ପୋଲିସ ତାଙ୍କୁ ଆଉ ହେଫାଜତକୁ ନେବନି। ଏ ଖବର ଗତ କିଛି ଘଣ୍ଟା ଭିତରେ ଗଣମାଧ୍ୟମର ହେଡଲାଇନ୍ସ ପାଲଟି ଯାଇଛି। ହେଲେ ଦର୍ଶକ ବନ୍ଧୁ, ବର୍ତ୍ତମାନ କଣ ସତରେ ପୋଲିସର ଆକ୍ରୋଶରୁ ବଞ୍ଚିବା ପାଇଁ ଚାମେଲି ସମ୍ପୂର୍ଣ୍ଣ ସୁରକ୍ଷିତ? ଏ ପ୍ରଶ୍ନ ଏଥିପାଇଁ ଉଠୁଛି ଯେ ଚାମେଲିଙ୍କ ବିରୋଧରେ ଗୋଟିଏ ନୁହେଁ, ଦୁଇଟି ମାମଲା ଦାୟର ହୋଇଥିଲା। ପୋଲିସ ଦାୟର କରିଥିବା ମାମଲାରେ ବେଲ୍ ମିଳିଥିବା ବେଳେ ବିଡିଓଙ୍କ ମାମଲାରେ କଣ ହୋଇଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ। ନମସ୍କାର, ନ୍ୟୁଜ ରୁମକୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ଏକ ବଡ଼ ଘଟଣାକ୍ରମରେ ଚାମେଲିଙ୍କୁ ଜାମିନ ମିଳିଯାଇଛି। 30,000 ଟଙ୍କା ଏବଂ 2 ଜାମିନଦାରଙ୍କ ବଦଳରେ ଚାମେଲିଙ୍କୁ ଜାମିନ ଦେଇଛନ୍ତି କେନ୍ଦ୍ରାପଡ଼ା ଏସଡିଜିଏମ କୋର୍ଟ। ପୋଲିସ ତାଙ୍କ ବିରୋଧରେ ଯେଉଁ ମାମଲା ରୁଜୁ କରିଥିଲା ସେହି ମାମଲାରେ ଚାମେଲିଙ୍କୁ ବେଲ୍ ମିଳିଯାଇଛି। ଆଉ ଚାମେଲିଙ୍କୁ ଜାମିନ ମିଳିଯିବା ପରେ ପୋଲିସ ଦାୟର କରିଥିବା ମାମଲାକୁ ନେଇ ସବୁଠାରୁ ବଡ଼ ପ୍ରଶ୍ନ ଛିଡ଼ା ହେଉଛି। ପୋଲିସର ଅଭିଯୋଗ ରହିଥିଲା ଯେ ଚାମେଲି ପୋଲିସ ଅଧିକାରୀମାନଙ୍କୁ କାମୁଡ଼ି ପକାଇଛନ୍ତି, ପୋଲିସ ଅଧିକାରୀମାନଙ୍କୁ କାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି, ପୋଲିସ କର୍ମଚାରୀମାନଙ୍କୁ ଗାଳିଗୁଲଜ କରିବା ସହିତ ସେମାନଙ୍କୁ ଠେଲାପେଲା କରିଛନ୍ତି, ତାଙ୍କ ଉପରେ ଆକ୍ରମଣ କରିଛନ୍ତି। ଆଉ ଏତେ ସଙ୍ଗୀନ ମାମଲା ଥିବା ସତ୍ତ୍ୱେ ଏତେ ଶୀଘ୍ର ଚାମେଲିଙ୍କୁ ଜାମିନ ମିଳିଯିବା ପରେ ପ୍ରଶ୍ନ ଛିଡ଼ା ହେଉଛି, ପୋଲିସ ଯେଉଁ ଅଭିଯୋଗ କରିଥିଲା ସେହି ଅଭିଯୋଗ ପଛରେ ସତ୍ୟତା ରହିଥିଲା ତ? ଯଦି ଆପାତତଃ ସତ୍ୟତା ଥିଲା ତେବେ ହୁଏତ ଏସଡିଜିଏମ କୋର୍ଟରୁ ଚାମେଲିଙ୍କୁ ଜାମିନ ମିଳିବା ଏତେ ସହଜ ହୋଇନଥାନ୍ତା। ଜାମିନ ଗୋଟିଏ ଆଇନଗତ ପ୍ରକ୍ରିୟା ଯେଉଁଥିରେ ଚାମେଲିଙ୍କ ସ୍ୱାସ୍ଥ୍ୟଗତ କାରଣ ବି ଥାଇପାରେ, କିନ୍ତୁ ପୋଲିସ ଯେଉଁ ଦଫା ଲଗାଇଥିଲା ସେ ଦଫା ସବୁକୁ ଦେଖିଲେ କେଉଁଠି ନା କେଉଁଠି ମନେ ହେଉଛି ଯେତେବେଳେ ଚାମେଲିଙ୍କୁ ଏତେ ଶୀଘ୍ର ଜାମିନ ମିଳିଯାଉଛି ଯେ ପୋଲିସ ଲଗାଇଥିବା ଦଫା ଗୁଡ଼ିକରେ ଆପାତତଃ ପ୍ରମାଣ ମିଳିନାହିଁ। ଆଉ ଯେତେବେଳେ ଚାମେଲି, ବିଡିଓ ଏବଂ ଆଇଆଇସିଙ୍କୁ ନେଇ ପୁରା ରାଜ୍ୟ ହୁଲସ୍ଥୁଲ ହେଉଛି ସେତେବେଳେ ପୋଲିସ ମିଥ୍ୟା ମୋକଦ୍ଦମା କରିବାକୁ ଚେଷ୍ଟା କରି ଫେଲ ମାରିଛି କି ସେ ନେଇ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ। କାହିଁକି ନା ଯଦି ପୋଲିସକୁ ଚାମେଲି କାମୁଡ଼ିଥିଲେ, ପୋଲିସ ପାଖରେ ଇଞ୍ଜୁରି ରିପୋର୍ଟ ଥିବା କଥା ଏସପି ଯାହା କହୁଥିଲେ, ଯଦି ପୋଲିସକୁ ନିଜ କାର୍ଯ୍ୟରେ ବା ସରକାରୀ କାର୍ଯ୍ୟରେ ବାଧା ଦେଇଥିଲେ ଚାମେଲି ଆଉ ତାଙ୍କ ଉପରେ ଆକ୍ରମଣ କରିଥିଲେ, ଯଦି ଏହି 3ଟି କାଣ୍ଡ ଚାମେଲି ଭିଆଇଥାନ୍ତି ତେବେ ଏତେ ଶୀଘ୍ର ଚାମେଲିଙ୍କୁ ଜାମିନ ମିଳିବା ନଥିଲା ବୋଲି ବା ଜାମିନ ମିଳିପାରି ନଥାନ୍ତା ବୋଲି ବରିଷ୍ଠ ଆଇନଜୀବୀ ମାନେ କହୁଛନ୍ତି। ଏଣୁ ଥରେ ଆପଣମାନେ ଚିନ୍ତା କରନ୍ତୁ, ପୋଲିସ ଯେଉଁ ମାମଲା ଚାମେଲିଙ୍କ ବିରୋଧରେ ଦାୟର କରିଥିଲା ସେ ମାମଲା କେତେ ଶକ୍ତ ଥିଲା, ସେହି ମାମଲାର ଭିତ୍ତିଭୂମି କଣ ଥିଲା, କେଉଁ ପୃଷ୍ଠଭୂମି ଉପରେ ପୋଲିସ ଏସବୁ ମାମଲା ଦାୟର କରିଥିଲା। ଅର୍ଥାତ୍ ଚାମେଲିଙ୍କୁ ଫସେଇ ଦେବା ପାଇଁ ମହାକାଳପଡ଼ା ଥାନା ଆଇଆଇସି ଏବଂ କିଛି ପୋଲିସ କର୍ମଚାରୀ ନିର୍ଦ୍ଦିଷ୍ଟ ଭାବରେ ଯେଉଁ ମହିଳା ପୋଲିସ କର୍ମଚାରୀ ଜଣକ ଚାମେଲିଙ୍କ ନାଁରେ ଏଫଆଇଆର ଦେଇଛନ୍ତି, ସେ ଗୋଟେ ଷଡ଼ଯନ୍ତ୍ର କରିଥିଲେ କି? ଏ ପ୍ରଶ୍ନ ଛିଡ଼ା ହେବା ସ୍ୱାଭାବିକ। ଆଉ ଗୋଟିଏ ମାମଲାରେ ବେଲ୍ ମିଳିବା ପରେ ଯେ ଚାମେଲିଙ୍କୁ ଆଉ ପୋଲିସ ନିଜ ହେଫାଜତକୁ ନେଇପାରିବ ନାହିଁ ଏ ଧାରଣା ଯେଉଁମାନଙ୍କର ରହୁଛି ସେଥିରେ ବି ସନ୍ଦେହ ସୃଷ୍ଟି ହେଉଛି। କାହିଁକି ନା 2ଟି ଅଭିଯୋଗ ଏହି ଘଟଣାକ୍ରମରେ ଚାମେଲିଙ୍କ ବିରୋଧରେ ହୋଇଥିଲା। ଯାହା ତଥ୍ୟ ରହିଛି ପୂର୍ବରୁ ମଧ୍ୟ ଚାମେଲିଙ୍କ ନାଁରେ ଏକାଧିକ ମାମଲା ରହିଛି, କିନ୍ତୁ ବିଡିଓଙ୍କ କାର୍ଯ୍ୟାଳୟକୁ ଯିବା ଏବଂ ଫେରିବା ପରେ ଏହି ଘଟଣାକ୍ରମ ଭିତରେ ଚାମେଲିଙ୍କ ବିରୋଧରେ 2ଟି ଏତଲା ହୋଇଥିଲା। ଗୋଟିଏ ଏତଲା ପୋଲିସ ଦେଇଥିଲା, ଆଉ ଗୋଟିଏ ଏତଲା ଦେଇଥିଲେ ବିଡିଓ ବାବୁ। ତେବେ ବିଡିଓ ବାବୁ ଦେଇଥିବା ଏତଲା ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ କଣ ହୋଇଛି ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଚାମେଲି ମଧ୍ୟ ଗୋଟେ ଏଫଆଇଆର ଦେଇଛନ୍ତି, ତେବେ ଚାମେଲିଙ୍କ ଏଫଆଇଆର ଉପରେ ଯେମିତି ପୋଲିସ ତତ୍ପରତା ଦେଖାଇ କାର୍ଯ୍ୟ କରିନାହିଁ ଯାହା ଅଭିଯୋଗ ହେଉଛି, ବିଡିଓଙ୍କ ଏତଲା ଉପରେ ବି ସେମିତି ଆଭିମୁଖ୍ୟ ରଖିଥିଲା କି ପୋଲିସ? ଆଉ କେବଳ ଆଇନ କାନୁନ ଫିକରଫନ୍ଦି ଭିତରେ ଚାମେଲିଙ୍କୁ ଛନ୍ଦି ଦେବାର ଉଦ୍ୟମ ମହାକାଳପଡ଼ା ଥାନା ଆଇଆଇସି ମାନସ ମଲ୍ଲିକ କରିଥିଲେ କି, ଯାହା ବର୍ତ୍ତମାନ ଫସର ଫାଟି ଯାଇଛି। ବିଡିଓଙ୍କ ମାମଲାରେ ପୋଲିସ ଏପର୍ଯ୍ୟନ୍ତ କିଛି ସୁରାକ ପାଇଛି କି? ସେପଟେ ବିଡିଓଙ୍କ ଚାମ୍ବରରେ କେମିତି ବିଡିଓଙ୍କ ସହ ଆଲୋଚନା ହେଉଥିଲା, ଆଲୋଚନା ମଝିରେ କେମିତି ଆଉ କିଛି ବ୍ୟକ୍ତି ଧସେଇ ପଶୁଛନ୍ତି ଚାମ୍ବର ଭିତରକୁ। ଅବଶ୍ୟ ଧସେଇ ପଶି ନାହାନ୍ତି, ତାଙ୍କ ହାବଭାବ ଦେଖିଲେ ବିଡିଓଙ୍କ ଅନୁମତିରେ ସେମାନେ ଆସି ଚାମେଲିଙ୍କ ସହ ଝଗଡ଼ା କରୁଥିବା ଭଳି ମନେ ହେଉଛି। ଏସବୁ ଭିତରେ ସେହି ମାମଲାରେ କଣ ପୋଲିସର କାର୍ଯ୍ୟାନୁଷ୍ଠାନ? ବର୍ତ୍ତମାନ ଯେତେବେଳେ ପୋଲିସକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି, ମହାକାଳପଡ଼ା ବିଡିଓ ଯିଏ ଏକାଧିକ ପୋଷ୍ଟରେ ଥିବା ଦାବି କରାଯାଉଛି, ଜଣେ କିରାଣୀରୁ ସେ ପୁଣି ବିଡିଓ ପର୍ଯ୍ୟନ୍ତ ପହଞ୍ଚିଛନ୍ତି, ସେ ବାବୁଙ୍କର ଅହଙ୍କାର ଏବଂ
क्षमतार दुर्व्यवहार नहीं जो चर्चा पूरा ओडिशा रे दाना बांधी से बाबू एतला उपरे पुलिस कार्यानुष्ठान कौन चामेली गोटे मामलार जमीन पाइबा परे पुणी वीडियो एतला आधार रे पुलिस हैरान हरकत करिबो नाही तो अवश्य पुलिस एथिपाई आईन रो दुहाई दे पारे किंतु पुलिस रो उद्देश्य कोन एही जमीन ही दर्शाइबा पाई यथेष्ट ए सबु भितरे अनेक गुरुत्वपूर्ण दिग रहुछि वर्तमान किंतु महाकालपड़ा आईआईसी एवं बीडीओ जो ढंग से षड्यंत्र करुवार अभियोग हेउतिला सेथिरे सेमाने निजे फसी फसी जाउचंती गोटे पटे कोर्ट चामेली को जमीन देलेनी पुलिस आनिथिबा अभियोग उपरे ए सुनानी होइतिला एथिरो आपाततः अनुमान करा जाउछि जे पुलिस जो अभियोग आनिथिला ता पछरे गोटे दृढ़ भित्ति बा बलिष्ठ कारण नथिला बा सेही कारण को दर्शाई पारि नाही पुलिस जोथि पई तांको एते कम समय भितर जमीन मिलिछि द्वितीय हेउछि जे एनएचआरसी को तदंत वर्तमान पूरा मामला रे एनएचआरसी महाकालपड़ा आईआईसी और बीडीओ को हांडिबो तेबे ए पर्यंत ए दुई सरकारी बाबू जने खाकी बाबू जने प्रशासनिक बाबू तांको ऊपर ना विभागीय कार्यानुष्ठान होउछि ना आईनगत कार्यानुष्ठान होइछि जेतेबेले कि चामेली मध्य तांको विरोध रे एफआईआर दैछि एणु ए दुई बाबू को वर्तमान एनएचआरसी घांटिबा परे सत बाहरिबो कि चामेली विरोध रे जो षड्यंत्र होइतिला तार पर्दाफाश हबो कि कहीं महाकालपड़ा पुलिस आरंभ निज आभिमुख्य को ठीक चामेली को भूल दर्शी आसुची एसपी भी महाकालपड़ा आईआईसी सपक्ष बाहरी जाइए अवश्य पूरा राज्य जितेबाला चाप बढ़िला पुलिस कार्यशैली को नहीं प्रश्न उठिला सेतेबेले पुलिस एवं प्रशासन आभिमुख्य टिके नरमी जाइथिला किंतु आरंभ जो विभाग बा पुलिस और प्रशासन चामेली स्वर चापिबा उद्यम करुचंती जो माने चामेली फसेबा षड्यंत्र करुवा अभियोग होउछि सेमानंक ठारु सत उगाली पारिबो कि एनएचआरसी टीम बा एनएचआरसी टीम पाखरे वर्तमान हाजिरा हला परे महाकालपड़ा आईआईसी और बीडीओ पूरा घटना ऊपर परदा हटेबे कि वर्तमान पूरा घटना रे आईआईसी और बीडीओ निज कारनामा रे फसी फसी जाउछंती बोली मने होउछि गोटे पटे कोर्ट चामेली को जमीन दे देले आउ एनएचआरसी जेरा करबा को जाउछंती यार भितरे कोन करिवे बीडीओ बाबू एवं खाकी बाबू मानस मल्लिक ताहा देखिबा को रहिला तेबे संपर्कित अपडेट लगातार आम आपण सामने रखिबू एथिपाई न्यूज रूम को सोशल मीडिया साइट यूट्यूब और फेसबुक रे सब्सक्राइब करंतु वीडियो को लाइक करंतु शेयर करंतु कमेंट बॉक्स रे निजर मत लिखंतु रहुछि नमस्कार।